ଧ୍ୟାନ ଓ ପ୍ରାର୍ଥନା। ଡିସେମ୍ବର 30, 1916। ହେ ଭଗବାନ, ମୋ ହୃଦୟ ଏପରି ଶୀତଳ, ଏପରି ନିରସ କାହିଁକି ମନେ ହେଉଛି? ମୁଁ ଅନୁଭବ କରୁଛି ଯେ ମୁଁ ବଞ୍ଚିଛି, ଦେଖୁଛି ଆଧାର ମଧ୍ୟରେ ଅନ୍ତରାତ୍ମା ମଧ୍ୟ ଜୀବିତ। ସେ ତତେ ଦେଖୁଛି ପ୍ରତ୍ୟେକ ବସ୍ତୁ ମଧ୍ୟରେ, ତତେ ପ୍ରତ୍ୟକ୍ଷ କରି ଭଲ ପାଉଛି। ଏ ବିଷୟରେ ସେ ପୂର୍ଣ୍ଣ ସଜାଗ ଏବଂ ବାହ୍ୟ ସତ୍ତା ତାର ଅନୁଗତ। ସୁତରାଂ ବାହ୍ୟ ସତ୍ତା ମଧ୍ୟ ସଜ୍ଞାନ। ମନ ତାହା ଜାଣେ ନାହିଁ ଏବଂ କେବେ ସେ କଥା ଭୁଲେ ନାହିଁ। ବର୍ତ୍ତମାନ ପ୍ରାଣ ସତ୍ତା ମଧ୍ୟ ବିଶୁଦ୍ଧ, ତାର ଅନୁରାଗ ଓ ବିରାଗ ଆଉ ନାହିଁ। କ୍ରମେ ସର୍ବଦା ଓ ସର୍ବତ୍ର ତୋ ସାନ୍ନିଧ୍ୟର ଆନନ୍ଦ ଅନୁଭବରେ ସେ ବଢ଼ି ଚାଲିଛି। କିନ୍ତୁ ଅବସାଦର ଏକ ସୁପ୍ତି ନେଇ ହୃଦୟ ଯେପରି ସୁପ୍ତ, ତା ମଧ୍ୟରେ ଯଥେଷ୍ଟ କର୍ମଠତା ନାହିଁ, ଯାହାଫଳରେ ଅନ୍ତରାତ୍ମାର ପ୍ରେରଣାରେ ସେ ଯଥାଯଥ ପ୍ରତ୍ୟୁତ୍ତର ଦେଇପାରେ। କାହିଁକି? ସେ କ'ଣ ଏତେ ନିର୍ଜୀବ ଥିଲା ଯେ ଯୁଦ୍ଧ କରି ଶ୍ରାନ୍ତ ହୋଇ ପଡ଼ିଛି? ଏପରି ଗଭୀର ଭାବେ ଆହତ ଯେ ସେ ପଙ୍ଗୁ ହୋଇଯାଇଛି? କିନ୍ତୁ ତଥାପି ତ ସେ ଚାହେଁ ଅନ୍ତରାତ୍ମାର ଆହ୍ୱାନର ଜବାବ ଦେବା ପାଇଁ। ଚିର ଅବିଚଳିତ ନିଷ୍ଠା ଓ ଉତ୍ସାହ ନେଇ ସେ ତାହା ଚାହେଁ। କିନ୍ତୁ ଏହା ଯେପରି ସେହି ବୃଦ୍ଧ ପରି ଯେ ତରୁଣଙ୍କ ଖେଳରେ ସନ୍ତୋଷ ଓ ସମାଦର ଦେଖାଏ, କିନ୍ତୁ ନିଜେ ସେଥିରେ ଯୋଗଦାନ କରିପାରେ ନା। ତଥାପି ସେ ଆନନ୍ଦିତ, ନିର୍ଭରତାପୂର୍ଣ୍ଣ। ପ୍ରକୃତି ତାକୁ ମୁକ୍ତ ହସ୍ତରେ ଯେତେ ଅନୁରାଗ ଐଶ୍ୱର୍ଯ୍ୟ ଦାନ କରିଛି, ସେଥିପାଇଁ ସେ କୃତଜ୍ଞତାରେ ପରିପୂର୍ଣ୍ଣ। ସେ ଚାହେଁ ଏସବୁ ମହାର୍ଘ୍ୟ ଦାନର ପ୍ରତିଦାନ ରୂପେ ସେ ଯେପରି ଅଫୁରନ୍ତ ଧାରାରେ ସେହି ପ୍ରାଣଦାୟୀ, ଶକ୍ତିଦାୟୀ, ସୁଖକର, ସାନ୍ତ୍ୱନାକର, କରୁଣାର ସୁନେଲି ରସଧାରା ବିତରଣ କରିପାରେ, ଯାହା ମାନବ ଜୀବନର ବାସ୍ତବ ସଞ୍ଜୀବନୀ ସୁଧା। ସେ ଆକାଙ୍କ୍ଷା କରି, ଚେଷ୍ଟା ମଧ୍ୟ କରେ, କିନ୍ତୁ ଯାହା କରିବାର ସ୍ୱପ୍ନ ସେ ଦେଖେ, ତାହା ତୁଳନାରେ ସେ ବାସ୍ତବରେ ଯାହା କରେ ତାହା କେତେ ତୁଚ୍ଛ। ଯାହା ଆଶା କରେ, ଚିରକାଳ ଯାହା ଆଶା କରି ଆସିଛି, ତା ତୁଳନାରେ କେତେ ଯତ୍ ସାମାନ୍ୟ ଯାହା ସେ ବାସ୍ତବିକ କରିପାରେ। ସେ ଜାଣେ ଯେ ତୋ ଡାକ କାନରେ ବାଜିଲେ ତାହା କେବେ ବ୍ୟର୍ଥ ହୁଏ ନା ଏବଂ ଯେଉଁ ଐଶ୍ୱର୍ଯ୍ୟ ସବୁର ଆଭାସ ତୁ ତାକୁ ଦେଇଛୁ, ତାହା ଯେ ଦିନେ ତାର ଅଧିଗତ ହେବ, ସେଥିରେ କୌଣସି ସଂଶୟ ନାହିଁ। ଶ୍ରୋତ ମୁଖର ଏହି ରୁଦ୍ଧ କବାଟ କିଏ ଖୋଲିଦେବ? ମୋ ହୃଦୟ ମାନସୀ ଭାବେ ଭଲ ପାଏ ଏବଂ ମନେ ହୁଏ ମାନସୀ ଭାବେ ଭଲ ପାଏ ତାର ସାମର୍ଥ୍ୟ, ନିଷ୍ଠା ଓ ଶୁଭ୍ରତା ନେଇ। କିନ୍ତୁ ତୁ ଚାହୁଁ ସେ ଯେପରି ଦିବ୍ୟ ଭାବେ ଭଲ ପାଉ, ତୋ ପରମାଶକ୍ତିର ଅସୀମ କ୍ରମ ପ୍ରସାର ମଧ୍ୟରେ। କିନ୍ତୁ ବର୍ତ୍ତମାନ ଏ ବସ୍ତୁତାର ଅନଧିଗତ। କିଏ ଖୋଲିଦେବ ଶ୍ରୋତ ମୁଖର ଏହି ରୁଦ୍ଧ କବାଟ?